ମୁଁ ଡାକ୍ତର ବୀରକିଶୋର ପରିଡ଼ା ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀପାଳନ ମହାବିଦ୍ୟାଳୟର ଅଣୁଜୀବ ତତ୍ତ୍ୱ ବିଭାଗର ସହକାରୀ ଅଧ୍ୟାପକ ଭାବେ କାର୍ଯ୍ୟ କରୁଛି। ଏହା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଏକ ପ୍ରମୁଖ ଅନୁଷ୍ଠାନ। ଆପଣ ଦେଖନ୍ତୁ, ଆଜିକାଲି ଗାଁ ଗହଳିର ଲୋକମାନେ ପ୍ରତ୍ୟେକ ଗାଁରେ ଦେଖିବାକୁ ମିଳୁଛି ଉନ୍ନତ ପଶୁପକ୍ଷୀ ସବୁ ପାଳନ କରିଛନ୍ତି। ଆପଣ ଗାଈ କୁହନ୍ତୁ, ଗାଈ ଗୋରୁ ମଇଁଷି ଆଉ ଛେଳି ମେଣ୍ଢା କୁକୁଡ଼ା ସବୁ ଆଜିକାଲି ଉନ୍ନତ ଧରଣର। କାହିଁକିନା ଆମର ଯେଉଁ ଜନସଂଖ୍ୟା ବୃଦ୍ଧି ହେଉଛି, ଦୁଗ୍ଧ ମାଂସ ଅଣ୍ଡା ପର୍ଯ୍ୟାପ୍ତ ପରିମାଣରେ ମିଳିବା ପାଇଁ ଏସବୁ ସରକାର ବ୍ୟବସ୍ଥା କରୁଛନ୍ତି। ତେଣୁକରି ଆମେ ଯଦି ଅଧିକ ଉତ୍ପାଦନକ୍ଷମ ଆମେ ପ୍ରାଣୀ ନ ରଖିବା, ତାହେଲେ ଆମେ ଯେଉଁ ଜନସଂଖ୍ୟା ବଢ଼ିଛି ତା'ର ବ୍ୟବସ୍ଥା ପାଣିଜ ପୁଷ୍ଟିସାର କେମିତି ପାଇପାରିବା? ସେଇଥିପାଇଁ ଆମର ଯେଉଁ ଲୋକମାନେ ଅଧିକ ପସନ୍ଦର ଭଲ ଭଲ ପ୍ରାଣୀ ସେମାନେ ବାଛିକି ରଖୁଛନ୍ତି। ତେଣୁକରି ଖରାଦିନେ, ଶୀତ ଦିନେ, ବର୍ଷା ଦିନେ ଏ ଯେଉଁ ଋତୁ ଯେଉଁ 6 ଋତୁ ହେଉଛି, ସେଥିରୁ 3ଟି ମୁଖ୍ୟ ଋତୁ ବାରି ହୋଇ ପଡ଼େ। ଗୋଟେ ହେଉଛି ବର୍ଷା ଦିନ, ଶୀତ ଦିନ ଆଉ ଖରାଦିନ। ଏଇ ଖରାଦିନେ ବା ଗ୍ରୀଷ୍ମ ଦିନେ କ'ଣ ହୁଏ ନା, ବାହ୍ୟ ଯେଉଁ ପରିବେଶରେ ପ୍ରଚଣ୍ଡ ରୌଦ୍ରତାପ, ସୂର୍ଯ୍ୟ କିରଣର ଯେଉଁ ପ୍ରଖର ଖରା ଫଳରେ ଜଳବାୟୁ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ହୁଏ। ଆଉ କ'ଣ ହୁଏ, ଏ ଉତ୍ତାପ ବୃଦ୍ଧି ସଙ୍ଗେ ସଙ୍ଗେ ଆମର ଜଳୀୟ ଯେଉଁ ପାନୀୟ ଯେଉଁ ପିଇବା ପାଣି, ସେ ପ୍ରାଣୀମାନଙ୍କର କ'ଣ, ମଣିଷଙ୍କର ସମସ୍ତଙ୍କର ଅଭାବ ପ୍ରାୟତଃ ଦେଖା ଦେଇଥାଏ। ନଳକୂପ ଶୁଖି ଆସେ, ପୋଖରୀର ପାଣି ପୁରା ଶୁଖିଯାଏ ଏବଂ ଯେଉଁଠି ବଡ଼ ବଡ଼ ଜଳାଶୟ ରହିଛି ସେଇଠି କେବଳ ପାଣି ଦେଖିବାକୁ ମିଳେ। ସମୁଦ୍ରରେ ତ ପାଣି ଅଛି ଯାହାକୁ ଯେତେ। ତେଣୁକରି ପ୍ରଚଣ୍ଡ ରୌଦ୍ରତାପ ସହିତ ଏ ପିଇବା ପାଣିର ଅଭାବ ଯୋଗୁଁ ଉଭୟ ପଶୁପକ୍ଷୀ ଓ ମନୁଷ୍ୟ ଘୋର ଦୁର୍ଦ୍ଦିନର ଶିକାର ହୋଇଥାନ୍ତି। ତେବେ ଆସନ୍ତୁ, ଏ ପ୍ରାଣୀମାନେ, ଆମ ଗାଈ ଗୋରୁମାନେ କେମିତି ଏହି ଯେଉଁ ଅଧିକ ଉତ୍ତାପ ଯୋଗୁଁ ସେମାନେ କ୍ଷତିଗ୍ରସ୍ତ ହୁଅନ୍ତି ଖରାଦିନେ, ସେ ବିଷୟରେ ଆଲୋଚନା କରିବା। ଆମର ଦେଖନ୍ତୁ, ଗାଈ ହଉ ଗୋରୁ ହେଉଛନ୍ତି ତୃଣଭୋଜୀ ପ୍ରାଣୀ। ସେମାନେ ବାହାରେ ଚରି ବୁଲନ୍ତି, ଘାସ ଖାଇ ରହନ୍ତି। ଆଉ ଯେଉଁମାନେ ଅଧିକ ଭଲ ଉତ୍ପାଦନକ୍ଷମ ରଖିଛନ୍ତି, ସେମାନେ ମଧ୍ୟ ଘରେ ତାଙ୍କୁ ମାନେ ସବୁଜ ଖାଦ୍ୟ ଆରମ୍ଭ କରି ତାଙ୍କ ପାଇଁ ସ୍ପେଶାଲ ଯେଉଁ ସୁଷମ ଖାଦ୍ୟ ମଧ୍ୟ ଦେଇଥାନ୍ତି। ତେଣୁକରି ଆମେ ଯେଉଁମାନେ ଘାସ କଥା ଆମେ ଯଦି ଖରାଦିନ ଚିନ୍ତା କରିବା, ଘାସ ପତ୍ର ଗୁଡ଼ିକ ଟାଉଁସିଆ ହୋଇଯାଏ, ତା ତନ୍ତୁ ବଳ ହୁଏ। ସେ ପତ୍ରରେ ସେତେ ତାର ଯେଉଁ ଖାଦ୍ୟସାର ରହିବା କଥା କମିଯାଏ, ମିନେରାଲ ଅଂଶ କମିଯାଏ, ଭିଟାମିନ କମିଯାଏ, ଯାହାଫଳରେ ପରୋକ୍ଷ ଭାବେ ସେ ଯେଉଁ ତନ୍ତୁ ଜାତୀୟ ଖାଦ୍ୟ ବା ଘାସ ଖାଇକିରି ସେମାନେ ଅସ୍ଥାୟୀ ବନ୍ଧ୍ୟାଦୋଷର ଶିକାର ହୋଇଥାନ୍ତି। ପରୋକ୍ଷରେ ଦେଖିବାକୁ ଗଲେ ଏଇ ଅତ୍ୟଧିକ ଖରା ଯୋଗୁଁ ଆମର ଆନିମଲଙ୍କ ବା ଗାଈଗୋରୁଙ୍କର ଯେଉଁ ମସ୍ତିଷ୍କରେ ଥିବା ଯେଉଁ ପିଟ୍ୟୁଟାରୀ ଗ୍ଲାଣ୍ଡ ଉପରେ ପ୍ରଭାବ ପଡ଼ିଥାଏ, ଯାହାକି ଲିଙ୍ଗ ଯେଉଁ ନିୟନ୍ତ୍ରଣ ଦକ୍ଷତା ମଧ୍ୟ ସେଇଟା ହରାଇ ବସେ। ଖାଲି ସେତିକି ନୁହେଁ, ଯେଉଁ ଖରାଦିନେ ଯେଉଁ ଡିମ୍ବଳ ସ୍ଖଳନ ହୁଏ, ଓଭୁଲେସନ୍ ହୁଏ ବା ଗର୍ଭ ଧରିବା ପାଇଁ ଯେଉଁ ହରମୋନ୍ଟା ଦରକାର ହୁଏ, LH ଆଉ FSH, ଫୋଲିକୁଲାର ଷ୍ଟିମ୍ୟୁଲେଟିଂ ହରମୋନ୍, ଆଉ ଗୋଟେ ହେଉଛି ଲ୍ୟୁଟେନାଇଜିଂ ହରମୋନ୍। ଏ ଦୁଇଟାର ଅଭାବ ଦେଖା ଦେଇଥାଏ। ଗାଈ ଯାହାଫଳରେ ଅସ୍ଥାୟୀ ବନ୍ଧ୍ୟାଦୋଷ ହୁଏ, ଡିମ୍ବାଣୁ ସ୍ଖଳନ ହୁଏ ନାହିଁ, ଚୋରା ଗରମ ହୁଏ। ତେଣୁକରି ଇଏ ମାନେ ପ୍ରତ୍ୟକ୍ଷ ଭାବେ ଆମର ଗାଈ ଗୋରୁ ବା ମଇଁଷି ମାନେ ସମ୍ମୁଖୀନ ହୋଇଥାନ୍ତି। ଆଉ ଗୋଟେ କଥା ହେଉଛି, ଖରାଦିନେ ପ୍ରୋଲାକ୍ଟିନ୍ର ଅଧିକା ପରିମାଣରେ କ୍ଷରଣ ହେବା ଯୋଗୁଁ ଯେଉଁ ହାଇପୋଥାଲାମସରେ ଥିବା ଗୋନାଡୋଟ୍ରୋପିନ୍ ଯେଉଁ ହରମୋନ୍ ନିର୍ଗତ ହୁଏ, ସେଇଟା ମଧ୍ୟ କମିଯାଏ, ଯାହାଫଳରେ ଗାଈ ଗୋରୁମାନଙ୍କର ଯେଉଁ ବନ୍ଧ୍ୟାଦୋଷ ସୃଷ୍ଟି ହୋଇଥାଏ। ଏ ତ ପରୋକ୍ଷ ପ୍ରତ୍ୟକ୍ଷ ଭାବ କଥା କହିଲି। ତେଣୁକରି ଆମେ ଏଇ ଗାଈ ଗୋରୁଙ୍କୁ ସୁରକ୍ଷା ଖରାଦିନ ଦେବା ପାଇଁ କି ବ୍ୟବସ୍ଥା କରିବା?
आम जो प्राणी रही कुकुड़ा हो छेली मेंढा हो गाई गोरु होती से बासस्थान को आम प्रचंड रौद्रताप तार बासस्थान को शीतल व्यवस्था करवा। आपण जो घरे आम गाई गोरु छेली मेंढा सब रखुचु से घर टे केमी थंडा रही जानते घरर टी छातटा टी उच्चा करी हम ता ऊपर गोटे स्लिट रोटा गरम पवन बाहर को बाहर जीव आजबेस्टस एवं से आजबेस्टस उपर खरादिने कंचा माने नड़िया बाउंगा ठार आरंभ करी जामु डाल जेकोसी गछ डाल पतर ताको पकेबा नड़ा भी पकेबा आउ दरकार पर से छात पर आम जे टीण थी आजबेस्टस थी चून स्प्रे करवा चून लेपन करवा आवश्यक हेल्ले वाटर स्प्रिंकलर व्यवस्था करा जहाँफल तार छातरू जो हिट आसे ता भीतर को सेटा नियंत्रण अवस्था रही पार ए असुविधा ना एसत जो 10टा ରୁ 10ଟା 11ଟା हो जो टाणा खरा आसो आउ 4टा पर्यंत जो खराटी रे समय ओदा अखा बा बेणामुठा चेर तेणुक यही तार मनी बैग सब टांगे से मझे पानी सिंचन करेंगे एवं 4टा 5टा होगले पुणी टेकीदेवे तार वायु चलाचल हम ठंडा परिवेश रहा व्यवस्था करेंगे। गुहाल भितर आपणकर कुकुड़ा घर हो छेली मेंढा बा आमर गाई गोरु हो ता भितर फैन गुड़िक सब ठीक चलची ना नहीं से पंखार व्यवस्था करेंगे ता भितर आवश्यक स्थले ताको आम माने स्प्रे करवा पानी ब्रॉयलर कुकुड़ा अच्छा अत्यधिक गरम तेणुक से फगिंग सिस्टम बा स्प्रे कर पाइबा गाई गोरु जो रोचे स्प्रे कर ये भितर जिते परिष्कार परिच्छन्न रखा आवश्यक गाई गोरु छेली मेंढा बा कुकुड़ा रखा बेसी गहली रखिले देहरे बहुत एनर्जी बाहर एनर्जी शक्ति हीट उत्ताप शक्ति दुईटा उत्ताप शक्ति मिसीगले अत्यधिक गरम हम तेणुक आम ये गरम नापी ता भितर शीतलीकरण व्यवस्था करवा छात कथा कहली कांथ यही सब रही कुकुड़ा घर आप जो देखिले सेटे से अखा टांगे तार लिटर हाइट कमेदेवे पानी मझे मझे चेंज करेंगे गाई गोरु को दिन को थरे आवश्यक स्थले 2-3 थर गाधे देवे ना क्षीर कमिज से बहुत माने धईस हे से खाद्य कमिज दिन बेले जिते खाद्य कमी जाऊँ से समय सबुज घास दबा ये जो परित्यक्त जो गोटा आम काकड़ी बा आमर तरबुज खाऊता चोपा घर पेज तोराणी ये सब दबा जोटा कि जलीय अंश पानी अंश बेसी दिन बेले सबुज घास देवे नड़ा को काटी खंड खंड करदे धोईकरी एवं रातिर ठंडा पर सुषम दाना जातीय खाद्य देवे कुकुड़ा रातिर आलोक प्रवेश अधिका करेंगे छेली मेंढा को से गाई गोरु भली जत्न ने जहाँफल से बेस आराम रहे ये हूँ घरे कथा कहली जो गुहालर बासस्थान व्यवस्था द्वितीयतः पुष्टिकर व्यवस्था गाई गोरु को आपणकर प्रतिदिन 4 ରୁ 6 ଚାମଚ मिनरल मिक्सचर देवे लुण 50 ग्राम कर दिंतु घास जो अच्छी कर 8-10 केजी दैनिक दिंतु नड़ा 2 केजी 100 प्रति 100 केजी हिसाब से तक देवे एवं सुषम खाद्य जो मका बादाम पेड़िया चोकड़ जो जहाँ अच्छी तक मिसे सुषम परिमाण में डाक्तर परामर्श क्रमे ताकू दिंतु जहाँफल से सुस्थ रे जो समय से रुचि संपन्न हम सकाଳେ सुषम खाद्य देवे दिन बेले घास देवे खरा समय राति हेले संध्या समय दाना आदि खाद्य देवे देले से अवस्था ठीक ता सहित जो प्रजनन पाई खरा दिने गाई गोरु जिते गाई गरम आसुची चोरा गरम आसुची ताकू ठंडा फल कृत्रिम प्रजनन करने निहाती आवश्यक सकाळ हेले गरम आसिले उपरी उपरी हेले सकाळ बेली यही ठंडा प्रहर में कृति प्रजनन कले ताले तांकर जो गर्भावस्था ठीक रही जिते नौकरी टी रेस्ट दे ने डाक्तखाना आनी ना घरे जब इंजेक्शन देते दौड़ा दौड़ी करेंगे इंजेक्शन देलापर एवं पिठी ठंडा पानी टे देल भल एमती गाईटी इंजेक्शन दिलापर स्थिर होकर रही असुविधा नहीं बर्तमान ये खरा दिने सबुज घास
ଅଭାବ ଯୋଗୁଁ ଆମକୁ ବିଭିନ୍ନ ବିକଳ୍ପ ର ବ୍ୟବସ୍ଥା କରିବାକୁ ପଡ଼େ। ବିକଳ୍ପ ଖାଦ୍ୟ କ'ଣ? ଆମେ ଆଜୋଲା ଚାଷ କରିପାରିବା। ଘର ପଛପଟେ ଆମେ ଛାଇ ଜାଗା କମ୍ ଉତ୍ତାପ 20ରୁ 30 ଡିଗ୍ରୀ ସେଣ୍ଟିଗ୍ରେଡ଼ ଯେଉଁଠି ଉତ୍ତାପ ରହୁଛି, ଛାଇ ଜାଗା ବେଶୀ ଖରା ପଡ଼ୁନଥିବ, ସେ ଜାଗାରେ ସିମେଣ୍ଟ କୁଣ୍ଡ କରି ବା ମାଟିରେ ମଧ୍ୟ କୁଣ୍ଡ କରିକି ସେଥିରେ ପଲିଥିନ୍ ଚାଦର ପକାଇ ଆମେ ସେଠି ଆଜୋଲା ଚାଷ କରିବା, ଯେଉଁଟାକି ବହୁତ ଭଲ ହେବ। ଜଳୀୟ ଅଂଶ ସେଥିରେ ବହୁତ ଥାଏ, ପୁଷ୍ଟିସାର ଥାଏ, ଶ୍ଵେତସାର କମ୍ ଥାଏ। ଆଜୋଲା ଯଦି ଆମେ 10-20ରୁ ଆରମ୍ଭ କରି 50% ଅଧିକା ଦେବା ଆମେ ଖାଦ୍ୟରେ 50% ପର୍ଯ୍ୟନ୍ତ ଆମେ ବଢ଼େଇ ପାରିବା, ତାହେଲେ 15-20% ପ୍ରତିଶତ କ୍ଷୀର ମଧ୍ୟ ପାଇପାରିବା ଅଧିକ, ଏଥିରେ ସନ୍ଦେହ ନାହିଁ। ସେହିପରି ଆମେ ବିଭିନ୍ନ ଯେଉଁ ଖାଲି ନଡ଼ାକୁ ମଧ୍ୟ ତାକୁ କାଟିକିରି ଆମେ 2-3 ଘଣ୍ଟା ଆମେ ଯେ ସନ୍ଧ୍ୟାବେଳେ ତାକୁ ପାଣିରେ ବତୁରେଇ ଦେବା, ସକାଳେ ତାକୁ ନିଗାଡ଼ିକି ଶୁଖେଇ ଦେବା। ତାପରେ ଆମେ ଯଦି ମିନେରାଲ ମିକ୍ସଚର ବା ଲୁଣ ଟିକେ ଦେଇ ଗୋରୁଙ୍କୁ ଖାଇବାକୁ ଦେବା, ତା'ର ଖାଦ୍ୟ ଗୁଣ ନଡ଼ାର ବଢ଼ିଯିବ, ଅକ୍ଜାଲିକ ଅମ୍ଳ ବାହାରିଯିବ, ନାଲି ପାଣି, ଏବଂ ତାଙ୍କର ଅବସ୍ଥା ସୁସ୍ଥ ରହିବ। ତେଣୁକରି ତାକୁ ଆମେ କେବଳ ପାଣିରେ ଧୋଇକି ଯେଉଁ ଦେଇକି ମିନେରାଲ ମିକ୍ସଚର ଦେବା, ସେଥିରେ ମଧ୍ୟ ସମ୍ଭବ ହେବ। ଯେଉଁ ମଲା ଯେଉଁ ଗଛ ନଡ଼ା ବା ଆମର ଯେଉଁ ମକା କାଣ୍ଡ ସବୁ ଗଛ ବା ଗହମ ଗଛ, ତାକୁ କାଟିକି ଛୋଟ ଛୋଟ ପିସ୍ କରି ତାକୁ ମଧ୍ୟ ଆମେ ଯଦି ସୁପଚ୍ୟ ମାନେ ଶସ୍ୟ ଅବଶିଷ୍ଟାଂଶର ଉପଚାର କରିବା ତାହେଲେ ମଧ୍ୟ ହେବ, ଯେଉଁଥିରେ ଆମେ ୟୁରିଆ ଟିକେ ଦେଇଥାଉ ମନେକର 100 ଗ୍ରାମ, ବାକି ଲୁଣ ଟିକେ ଦେଇଥାଉ 200 ଗ୍ରାମ ମନେକର, ତାପରେ ସେଥିରେ ଡାଇ କ୍ୟାଲସିୟମ ଫସଫେଟ୍ 200 ଗ୍ରାମ, 150 ମକା ଗୁଣ୍ଡ ଏବଂ ରାବ ଗୁଡ଼ ସେଥିରେ ଆମେ 150 ଗ୍ରାମ, ଏହିଭଳି ଭାବେ ଆମେ ପ୍ରତି 2 ଲିଟର ପାଣିରେ ଏକ ଦ୍ରବଣ କରିଥାଉ ଏବଂ 10 କେଜି ନଡ଼ା ପାଇଁ ଏହା ସିଞ୍ଚନ କରିବା ପାଇଁ ବେଶ ଉପଯୁକ୍ତ ହୋଇଥାଏ। ଆମେ ଯଦି ସନ୍ଧ୍ୟାବେଳେ ନଡ଼ାକୁ କାଟିକି ତାକୁ ବତୁରେଇ ଦେବା, ସକାଳେ ପାଣି ନିଗାଡ଼ି ଦେବା, ତାପରେ ଖରାରେ ଟିକେ ବାହାରେ 1-2 ଘଣ୍ଟା ରଖିଲା, ପାଣି ନିଗାଡ଼ିଲା ପରେ ଆମେ ସେଥିରେ ଆମେ ଏଇ ୟୁରିଆ ମିଶ୍ରିତ ଗୁଡ଼ ଉପଚାର ଯଦି କରିବା, ତାହେଲେ ସେ ଯେଉଁ ଶସ୍ୟର ଅବଶିଷ୍ଟାଂଶର ଯେଉଁ ଉପକାରରେ ଯେଉଁ ଖାଦ୍ୟ ଗୁଣ ବଢ଼ିବ, ସେଥିରେ ମଧ୍ୟ ଗାଈଗୋରୁମାନେ ସୁସ୍ଥ ରହିବେ, ଅଧିକ ମଧ୍ୟ କ୍ଷୀର ଦେବେ। ସେଭଳି ବଜାରରେ ମଧ୍ୟ ଯେଉଁ ସାଇଲେଜ ରହୁଛି, ଆମେ ମଧ୍ୟ ଘରେ ପ୍ରସ୍ତୁତ କରିପାରିବା, ଯେଉଁଟାକି ଖଣି ଘାସ କହନ୍ତି। ଆମର ମକା ଗଛ ଠାରୁ ଆରମ୍ଭ କରି ବରଗୁଡ଼ି ଏସବୁ ବିଭିନ୍ନ ପ୍ରକାର ହାଇବ୍ରିଡ୍ ନେପିୟର ଘାସ ସବୁ ଖଣି ମାଧ୍ୟମରେ ରଖିଥାଉ ବା ବସ୍ତା ମାଧ୍ୟମରେ ତାକୁ ନିବୁଜ କରି 20-21 ଦିନ ରଖିଲା ପରେ ତାକୁ ଯଦି ଆମେ ପୁଣି ସାଇଲେଜ ଭଳି ତାକୁ ବ୍ୟବହାର କରି ଗାଈ ଗୋରୁ ମଇଁଷିକି ଦେବା, ତାହେଲେ ମଧ୍ୟ ସେମାନଙ୍କର ଦୁଗ୍ଧ ଉତ୍ପାଦନ ବଢ଼ିବ, ପୁଷ୍ଟିକର ଖାଦ୍ୟ ହେଇପାରିବ ଏବଂ ଆମର ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ କମିଯିବ। ତ ଏଇଭଳି କେତେ ଗୋଟିଏ ବିକଳ୍ପ ଗାଈଗୋରୁଙ୍କ ବ୍ୟବସ୍ଥା ଖାଦ୍ୟ ବ୍ୟବସ୍ଥା ଯଦି କରିବା, ତାହେଲେ ନିଶ୍ଚିତ ସେମାନେ ସୁରକ୍ଷିତ ରହିବେ। ଯେଉଁଠି ଆମର ଏସବୁ ଜିନିଷ ଆଉ ସୁବିଧା ନାହିଁ, ଜଙ୍ଗଲ ପାଖ ଅଞ୍ଚଳରେ ରହିଛୁ, ସେଠି ବିଭିନ୍ନ ପ୍ରକାର ଯେଉଁ ପତ୍ର, ଆମ୍ବ ପତ୍ର, ସେ ଯେଉଁ ସୁବାବଲ ପତ୍ର ହେଉ ବା ଆମର ଯେକୌଣସି କଞ୍ଚନ ଗଛର ପତ୍ର ହେଉ, ଏଇଭଳି ଅନେକ କଷି ଗଛ ହେଉ, ଏ ପତ୍ର ଗୁଡ଼ିକ ମଧ୍ୟ ଏଇ ଗାଈ ଗୋରୁ ଛେଳି ମେଣ୍ଢାମାନେ ଖାଇଥାନ୍ତି, ତାକୁ ମଧ୍ୟ ଦେଇପାରିବେ। ତେଣୁକରି ଗଛ ଡାଳ ପତ୍ର ମଧ୍ୟ ଆମେ ତାକୁ ଦେଇ ଘାସର ଯେଉଁ ଅଭାବକୁ ମୁକାବିଲା କରିପାରିବା। ତେଣୁ ଆସନ୍ତୁ ସମସ୍ତେ ମିଳିମିଶି ଆମେ ଏହି ଖରାଦିନ ରଖିଥିବା ପ୍ରାଣୀଙ୍କର ସୁରକ୍ଷା ଦେବା ଏବଂ ସେମାନେ ସୁରକ୍ଷିତ ରହିଲେ ଆମେ ନିଶ୍ଚିତ ସୁରକ୍ଷିତ ରହିବା, ଏଥିରେ ସନ୍ଦେହ ନାହିଁ। ଧନ୍ୟବାଦ।